ସାଙ୍ଗମାନେ ୟୁଟ୍ୟୁବ ବେଳେବେଳେ ଏମିତିଆ ଅପଡେଟ୍ ନେଇ ଆସୁଛି ଆପଣଙ୍କର ପୁରା ମୁଣ୍ଡ ଖରାପ ହେଇଯିବ। ମାନେ ଏମିତିଆ ଅପଡେଟ୍ ଏବେ ରିସେଣ୍ଟଲି ଗୋଟେ ଅପଡେଟ୍ ଆସିଛି ଆପଣଙ୍କର ଯେଉଁ ମନିଟାଇଜେସନ୍ ନେଇକି ଯେଉଁ କ୍ରାଇଟେରିଆ ଥିଲା ସେ କ୍ରାଇଟେରିଆ ବର୍ତ୍ତମାନ ଡବଲ୍ ହେଇଯାଇଛି। ତାହେଲେ ଆପଣମାନେ ଭାବନ୍ତୁ ଆପଣ ଏତେ ପରିଶ୍ରମ କରିକି 4000 ଘଣ୍ଟା କମ୍ପ୍ଲିଟ୍ କରିପାରୁନାହାନ୍ତି ତ 8000 ଘଣ୍ଟା କେମିତି କମ୍ପ୍ଲିଟ୍ କରିବେ। ବର୍ତ୍ତମାନ ନୂଆ ଅପଡେଟ୍ ୟୁଟ୍ୟୁବର ଆସିଛି ମନିଟାଇଜେସନ୍ ଅନ୍ କରିବା ପାଇଁ ଗୋଟେ ବର୍ଷରେ ମାନେ 365 ଦିନରେ ଆପଣଙ୍କୁ ଯେଉଁ 4000 ୱାଚ୍ ଆୱାର କମ୍ପ୍ଲିଟ୍ କରିବାକୁ ପଡ଼ୁଥିଲା ସେଟା ପବ୍ଲିକ୍ ୱାଚ୍ ଆୱାର 8000 ଘଣ୍ଟା କରିବାକୁ ପଡ଼ିବ, ନହେଲେ ହେଇପାରିବନି। 8000 ଘଣ୍ଟା ପବ୍ଲିକ୍ ୱାଚ୍ ଆୱାର କମ୍ପ୍ଲିଟ୍ କଲେ ହିଁ ଆପଣଙ୍କର ଚ୍ୟାନେଲ୍ ମନିଟାଇଜେସନ୍ ହେବ। ସାଙ୍ଗମାନେ ମାନେ ଏତେ କଷ୍ଟ ଲାଗୁଛି ଶୁଣିକି ଏ ଜିନିଷ ଗୁଡ଼ାକ, ମାନେ କ'ଣ କହିବି ଆପଣମାନଙ୍କୁ ବୁଝି ହିଁ ପାରୁନି ମୁଁ। ମାନେ ଠିକ୍ ଅଛି ଯଦି ୟୁଟ୍ୟୁବ୍ ନେଇ ଆସୁଛି ହଉ ପବ୍ଲିକ୍ ୱାଚ୍ ଆୱାର ଆପଣ 4000 ଘଣ୍ଟା ଜାଗାରେ 8000 କରିବେ ଠିକ୍ ଅଛି। ତ ସେଇ ହିସାବରେ ଆପଣମାନେ ଯେଉଁ ଛୋଟ କ୍ରିଏଟର୍ ଅଛନ୍ତି ସେମାନଙ୍କ ଭିଡ଼ିଓକୁ ପ୍ରମୋଟ୍ କରିବା ବି ଦରକାର ନା, ଇମ୍ପ୍ରେସନ୍ ଅଧିକ ପଠାଇବା ଦରକାର। ଆମର ଗୋଟେ ସପ୍ତାହରେ 500,000 ଇମ୍ପ୍ରେସନ୍ରେ ରହିଯାଉଛି। ତ 4000 ଘଣ୍ଟା କେମିତି ମାନେ 8000 ଘଣ୍ଟା କେମିତି ୱାଚ୍ ଆୱାର କମ୍ପ୍ଲିଟ୍ ହେବ। ଏଇଠି ତ 4000 ଘଣ୍ଟା ହେବାଟା ବହୁତ କଷ୍ଟ ହେଇଯାଉଛି। ତ ଦେଖନ୍ତୁ ଏବେ ନୂଆ ଅପଡେଟ୍ ଆସିଛି, ଏ ଅପଡେଟ୍ ପୁରା ଲାଗୁ ହେବ 1 ଫେବୃଆରୀ 2027 ଠୁ। ତ ଆପଣମାନଙ୍କର ଏଥିରେ ମତ କ'ଣ କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଆଉ ଯେତେ ପାରୁଛନ୍ତି ଛୋଟ କ୍ରିଏଟରମାନଙ୍କୁ ସପୋର୍ଟ କରନ୍ତୁ। ଏଇ 5 ମାସ ଭିତରେ ତାଙ୍କର କିନ୍ତୁ ମନିଟାଇଜେସନ୍ ଅନ୍ ହେଇଯାଉ, ନହେଲେ ତାପରେ ତ ସ୍ୱପ୍ନ ସଦା ବି ହେଇପାରିବ ନାହିଁ। ତ ଆପଣମାନଙ୍କର ମତ କ'ଣ କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିଦେବେ, ଚ୍ୟାନେଲରେ ନୂଆ ହେଲେ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।